ମୁଁ ବୁଝିପାରୁନାହିଁ ଲୋକଙ୍କ ଭିତରେ ଏହାଦ୍ୱାରା ସନ୍ଦେହ ଉପୁଜୁଛି ଯେ ରତ୍ନଭଣ୍ଡାର ଲୁଟ୍ ହୋଇଯାଇଛି ବୋଲିକିରି। ତାର ଉତ୍ତର କେମିତି ରଖିବେ ସରକାର? ଯଦି ଏଇ ରତ୍ନଭଣ୍ଡାର ଯଦି ବିରୋଧୀ ଦଳମାନେ, ନିଶ୍ଚୟ ବିରୋଧୀ ଦଳ ହୁଅନ୍ତୁ, ସାଧାରଣ ଭକ୍ତ ହୁଅନ୍ତୁ, ତାଙ୍କ ଭିତରେ ଯେଉଁ ପ୍ରଶ୍ନଟି ଉଠୁଛି ତାର ଉତ୍ତର ରଖାଯିବ ସେତିକି ବେଳେ ଯେତେବେଳେ ରତ୍ନଭଣ୍ଡାର ଖୋଲା ହେଇକିରି ସାର୍ବଜନୀନ ହେବ ଏବଂ ତାର ତାଲିକା ଦେଖାଯିବ ଏବଂ ପୂର୍ବ ତାଲିକା ସହିତ ମିଳାଯିବ। ଦୁର୍ଭାଗ୍ୟର କଥା, ଏପର୍ଯ୍ୟନ୍ତ ସରକାର ଟାଲଟୁଲ ନୀତି ନେଇ କେତେବେଳେ ଚାବି ହଜିବା, ଚାବି ମିଳିବା, ନକଲ ଚାବି ମିଳିବା, ଏସବୁ କଥା କହିକରି ଟାଲଟୁଲ ନୀତି କାହିଁକି ନେଉଛନ୍ତି? ଏକ ପକ୍ଷରେ ଆମେ ଯାହା ଇଟା ପାଇଥିଲୁ, ରୂପା ଇଟା, ସେ ରୂପା ଇଟାର ମଧ୍ୟ ବର୍ତ୍ତମାନ ସୁଦ୍ଧା ଯେଉଁଟା ଏମାର ମଠରୁ ମିଳିଥିଲା ସେ ସମ୍ପର୍କରେ କିଛି ଖୋଜ ଖବର ନାହିଁ। ସେ ଇଟାର କେତେ ଅଛି, କେତେ ଆଉ ନାହିଁ, କ'ଣ ପାଇଁ କାମରେ ଲାଗିଲା ତାର ଖୋଜ ଖବର ନାହିଁ। ସେଥିରେ କିଛି ସୁନା ଇଟା ମଧ୍ୟ ମିଳିଥିଲା, ସେ ବାକ୍ସଟି କୁଆଡ଼େ ଗଲା? ସୁନା ଇଟାର ସିନ୍ଦୁକ ତାର ମାତ୍ର ଗୋଟିଏ ନା ଦୁଇଟା ମିଳିଥିଲା ସେ ସମୟର ତଥ୍ୟ ଅନୁସାରେ। ଏ ସବୁ କଥା ମନ ଭିତରେ ଲୋକଙ୍କର ସନ୍ଦେହ ରହୁଛି ଯେ କିଛି ଲୋକ ଲୁଟ୍ କରୁଛନ୍ତି ଏବଂ ସରକାରଙ୍କର ଇଏରେ ସମର୍ଥନ ତା ପଛରେ ରହିଛି। ସେ ଜଣାପଡ଼ୁଛି ସେଇଟା କାଳକ୍ଷେପଣ ନୀତି ନେଉଛନ୍ତି ଯେ କିପରି ଭାବରେ ଏଠୁ ଦୂରେଇକି ସମୟ ପାର କରିବେ ଏବଂ ନିର୍ବାଚନଟାକୁ ପାର କରିଦେବେ। ନିର୍ବାଚନ ପୂର୍ବରୁ କଲେ ଏହା ଧରା ପଡ଼ିବେ। କିନ୍ତୁ ଏକଥା ଜାଣିବା ଉଚିତ, ଏକଥାର ମୁଦ୍ଦା, ନିର୍ବାଚନର ମୁଦ୍ଦା ଏଥରକ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଏବଂ ଜଗନ୍ନାଥଙ୍କ ପାଇଁ ଆଦାୟ ହୋଇଥିବା ଚାଉଳର ହିସାବ ମଗାଯିବ। ଆଜିଠାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଯେତେ ସବୁ କାର୍ଯ୍ୟକ୍ରମ ଅଛି ସେ କାର୍ଯ୍ୟକ୍ରମ ଗୁଡ଼ିକୁ, ନିର୍ବାଚନ ସମ୍ପର୍କିତ ସବୁ କାର୍ଯ୍ୟକ୍ରମ ଗୁଡ଼ିକୁ ସୁଚାରୁ ରୂପେ ତୁଲେଇବା, ତାକୁ କେଉଁଠି କମ୍ପ୍ଲେନ୍ ଆସିଲା ତାକୁ ରିସିଭ୍ କରାଯିବ, ତାକୁ ନିର୍ବାଚନ କମିଶନ ପାଖରେ ପ୍ଲେସ୍ କରାଯିବ, ବୁଥରେ ଗଣ୍ଡଗୋଳ ହେଲା ତାକୁ କେମିତି ଭାବରେ କରାଯିବ। ଏସବୁ ଗୁଡ଼ିକ ସହିତ ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥୀ ଚୟନ ଯେଉଁମାନେ ହେଇଛନ୍ତି ଅନ୍ୟମାନଙ୍କୁ ତାକୁ କୋଅର୍ଡ଼ିନେଟ୍ କରାଇବା, ଏସବୁ କଥା ଗୁଡ଼ିକ ରହିବ। ପ୍ରକୃତରେ କାହାକୁ, ମୋର ତ କିଛି କହିବାର ନଥିଲା, କାହାକୁ କିଛି କହିବାର ନାହିଁ, କିନ୍ତୁ ଏସବୁ ତାଲିକା ବାହାରି ଆସୁଛି ସେଠୁ ଗୋଟେ ଉପରେ ଗୋଟେ ଏବଂ ଖୁବ୍ ଶୀଘ୍ର ବାହାରୁଛି, ଖୁବ୍ ଶୀଘ୍ର ଡିସିସନ୍ ନେଇକି ଆସୁଛି। ମୋର ତ ବିଶ୍ୱାସ ଯେ ଆସିଛନ୍ତି ଅଜୟ କୁମାର, ଇଏ ନିଶ୍ଚୟ ଆକୁ ଚଳଚଞ୍ଚଳ କରିବେ। ସେ ଏଥରକ ଆସୁଛନ୍ତି 7 ଦିନ ରହିବେ। ଏଇଟା ହେଲା ପ୍ରଥମ ଥର ପାଇଁକି ପ୍ରଭାରୀ ଏଠି 7-8 ଦିନ ରହିବେ। ଏହାପରେ ସେ ଅନେକ ଦିନ ରହିବେ ଏଠି। ବୋଧହୁଏ ଗୋଟେ ଘର କେଉଁଠି ଖୋଜିଛନ୍ତି ଅଶୋକ ନଗରରେ, ଭାବୁଛି ଶହୀଦନଗରରେ ନା ଅଶୋକ ନଗରରେ ଗୋଟେ ଘର ଖୋଜା ହେଇଛି, ରହିବେ। ସେ ବର୍ତ୍ତମାନ ଏଥରକ ଆସୁଛନ୍ତି 7-8 ଦିନ ରହିବେ। ତେଣୁ ଏସବୁ କଥା ଗୁଡ଼ାକ ଜଣାପଡ଼ୁଛି ତାଙ୍କର ଆଗ୍ରହ ରହିଛି ଏବଂ କେନ୍ଦ୍ରୀୟ ନେତାମାନଙ୍କର ମଧ୍ୟ ଓଡ଼ିଶାକୁ ପ୍ରାଧାନ୍ୟ ଦେଉଛନ୍ତି। କାରଣ ତେଲେଙ୍ଗାନା ପରେ ସେମାନେ ଭାବୁଛନ୍ତି ଯେ ଓଡ଼ିଶା ହିଁ ତାଙ୍କର ସଫଳତାର ଚାବିକାଠି ଅଛି।